ଏହି ଦୁଇଟି ପତ୍ର ଆଣିକି ଘରେ ରଖନ୍ତୁ, ଦେଖିବେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହିତ ଭାଗ୍ୟ ବଦଳିଯିବ। ହିନ୍ଦୁ ଧର୍ମରେ ଭଗବାନ ବ୍ରହ୍ମା, ବିଷ୍ଣୁ ଏବଂ ଶିବଙ୍କୁ ସୃଷ୍ଟିର ପ୍ରମୁଖ ଦେବତା ବୋଲି ମନାଯାଇଛି। ଏହି ତିନି ଦେବତାଙ୍କର ପୂଜା ପ୍ରତ୍ୟେକ ରୂପରେ ମଧ୍ୟ କରାଯାଇଥାଏ। ଧାର୍ମିକ ମାନ୍ୟତା ଅନୁସାରେ ଭଗବାନ ବ୍ରହ୍ମାଙ୍କର ଶଙ୍ଖ, ଭଗବାନ ମହାଦେବଙ୍କର ଶିବଲିଙ୍ଗ ଆଉ ଭଗବାନ ବିଷ୍ଣୁଙ୍କର ଶାଳଗ୍ରାମକୁ ପୂଜା ଅର୍ଚ୍ଚନା କରାଯାଇଥାଏ। ଘରେ ରଖିବା ଦ୍ୱାରା ହୋଇଥାଏ ଶୁଭ ଆଉ ହୋଇଥାଏ ଧନର ଲାଭ, ବଢିଥାଏ ସୁଖ ସମୃଦ୍ଧି। ଏହି ଟିକେ ପୂର୍ବରୁ ତ ମୁଁ କହିଲି ହିନ୍ଦୁ ଧର୍ମରେ ହଉଛି ବ୍ରହ୍ମା, ବିଷ୍ଣୁ ଆଉ ମହେଶ୍ୱର ସୃଷ୍ଟିର ପ୍ରମୁଖ ଦେବତା ବୋଲି। ତ ଏହି ତିନି ଜଣଙ୍କର ତ ମାନେ ବ୍ରହ୍ମାଙ୍କର ଶଙ୍ଖ, ଭଗବାନ ମାନେ ଯୋଉ ବିଷ୍ଣୁଙ୍କର ଶାଳଗ୍ରାମ ଆଉ ମହାଦେବଙ୍କ ତ ଶିବଲିଙ୍ଗ, ଏହି ସବୁକୁ ପୂଜା କରାଯାଏ। କିନ୍ତୁ ଏହା ଛଡା ଆଉ କିଛି ଏଭଳି ବସ୍ତୁ ରହିଛି ଯାହାକୁ ପୂଜାର୍ଚ୍ଚନା କରିବା ଦ୍ୱାରା ଭାଗ୍ୟ ବଦଳି ଯାଇଥାଏ। ତ ଆସନ୍ତୁ କଣ ସେହି ଜିନିଷ, ସେହି ବିଷୟରେ ବିସ୍ତାର ରୂପରେ ଜାଣିବା। ସମୁଦ୍ର ଜଳରେ କିଛି ଖାସ୍ ରଙ୍ଗ ବେରଙ୍ଗର ପଥର ମିଳିଥାଏ। ଏହା ଦେଖିବାକୁ ବହୁତ ସୁନ୍ଦର ଏବଂ ଚିକ୍କଣ ହୋଇଥାଏ। ଏହାକୁ ନେଇ ମାଳ ମଧ୍ୟ ପ୍ରସ୍ତୁତ କରାଯାଇଥାଏ। ଅନେକ ଲୋକ ଏହାକୁ ଘରର ସାଜସଜ୍ଜା ପାଇଁ ବ୍ୟବହାର କରିଥାନ୍ତି। ପୌରାଣିକ ଗ୍ରନ୍ଥରେ ଏହି ପଥରକୁ ଆତ୍ମରତ୍ନ ବୋଲି କୁହାଯାଇଛି ଏବଂ ଏହାର ଅନେକ ବିଶେଷତ୍ୱ ବିଷୟରେ ବର୍ଣ୍ଣନା ରହିଛି। କଳା ଓ ଧୂସର ରଙ୍ଗର ଏହି ପଥରକୁ ଶାଳଗ୍ରାମ ମଧ୍ୟ କୁହାଯାଏ। ଏହି ପଥର ଯାହା ପାଖରେ ରହିଥାଏ ତାର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଆଉ ଗୋଟେ ପଥର ହଉଛି ଧଳା ରଙ୍ଗର ପଥର, ଘରେ ରହିବା ବହୁତ ଶୁଭ ମନା ଯାଇଥାଏ। ଏହି ପଥରକୁ କିଛି ଲୋକେ ନିଜ ପକେଟରେ ମଧ୍ୟ ରଖିଥାନ୍ତି। ମାନ୍ୟତା ରହିଛି କି ଏହି ପଥରକୁ ଘରେ ରଖିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ଏହା ସହିତ ମାନସିକ ଶାନ୍ତି ମଧ୍ୟ ପ୍ରାପ୍ତ ହୋଇଥାଏ। ଏହି ତିନି ଜଣ ଲୋକ କେବେ ବି ବାନ୍ଧିବା ଉଚିତ ନୁହେଁ କଳା ସୂତା, ନଚେତ୍ ଆପଣ ହୋଇଯିବେ ବର୍ବାଦ। ପୁରାଣ ଯୁଗରୁ କଳା ସୂତା ହାତରେ କିମ୍ବା ଗୋଡ଼ରେ ବାନ୍ଧିବାର ପରମ୍ପରା ରହିଛି। ମାତ୍ର ଯଦି ଏହାକୁ ଠିକ୍ ଉପାୟରେ ଅଭିମନ୍ତ୍ରିତ କରିକି ଧାରଣ କରାଯାଏ ତେବେ ଏହା ମନୁଷ୍ୟର ଭାଗ୍ୟକୁ ବଦଳାଇ ଦେବ। କଳା ସୂତାରେ ସବୁ ପ୍ରକାର ନକାରାତ୍ମକକୁ ଅବଶୋଷିତ କରିବାର କ୍ଷମତା ରହିଥାଏ। ଏହା ରକ୍ଷା କବଚ ସଦୃଶ ହୋଇଥାଏ। କିନ୍ତୁ ଏହାକୁ ଧାରଣ କରିବା ସମୟରେ କିଛି ନିୟମ ମାନିବା ଉଚିତ। ଜାଣି ରଖିବା ଉଚିତ ଯେ କଳା ସୂତା ଯେତିକି ଲାଭଦାୟକ ସେତିକି କ୍ଷତିକାରକ ମଧ୍ୟ ହୋଇପାରେ। ଶାସ୍ତ୍ରରେ କଳା ସୂତାକୁ ଠିକ୍ ଉପାୟରେ ଅଭିମନ୍ତ୍ରିତ କରିକି ହାତ, ଗୋଡ଼ କିମ୍ବା ବେକରେ ବାନ୍ଧିବାର ନିୟମ କୁହାଯାଇଛି। ସବୁ ନିୟମକୁ ଅବଲମ୍ବନ କରିକି ଏହି ସୂତା ଧାରଣ କରିବା ଉଚିତ। ଶାସ୍ତ୍ର ଅନୁଯାୟୀ ଯଦି ଆପଣ ହାତରେ କଳା ସୂତା ବାନ୍ଧୁଛନ୍ତି ତେବେ ଆପଣ କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ, ନଚେତ୍ ଏହାର ପ୍ରଭାବ ନଷ୍ଟ ହୋଇଯାଏ। କିନ୍ତୁ କିଛି ରାଶିର ବ୍ୟକ୍ତିବିଶେଷ କଳା ସୂତା ଆଦୌ ଧାରଣ କରିବା କଥା ନୁହେଁ। ଶାସ୍ତ୍ର ଅନୁଯାୟୀ କଳା ସୂତାରେ ସକାରାତ୍ମକତା ରହିଥାଏ ଯାହାକି ନକାରାତ୍ମକତାକୁ ନଷ୍ଟ କରିଥାଏ। ଏହା ବ୍ୟତୀତ ଏହା ମନ୍ତ୍ର, ତନ୍ତ୍ର ଏବଂ ଖରାପ ନଜରକୁ ବି ମଧ୍ୟ ନଷ୍ଟ କରିଥାଏ। ଯଦି ବାରମ୍ବାର ପ୍ରୟାସ କରିବା ସତ୍ତ୍ୱେ ବି ଅସଫଳତା ପ୍ରାପ୍ତ ହେଉଛି ତେବେ ଏହା ଲୋକଙ୍କ ଖରାପ ନଜର କାରଣରୁ ହୋଇଥାଏ। ଯଦି ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ସମସ୍ୟା ସୃଷ୍ଟି ହେଉଛି ଏବଂ ବିବାଦ କଳହ ଦେଖାଦେଉଛି ତେବେ କଳା ସୂତା ଦ୍ୱାରା ସବୁ କିଛି ଠିକ୍ ହୋଇପାରିବ। ଶନି ଦୋଷ ଥିଲେ ବ୍ୟକ୍ତି ଅଭିମନ୍ତ୍ରିତ କଳା ସୂତା ଧାରଣ କଲେ ଶନିଙ୍କ କୃପାରୁ ତ୍ରାହି ମିଳିଥାଏ। ଯଦି କୌଣସି ଛୋଟ ପିଲା ବାରମ୍ବାର କାନ୍ଦୁଛି ତେବେ ତାକୁ କଳା ସୂତା ବାନ୍ଧିଲେ ନଜର ଦୋଷ ଦୂର ହୋଇଯିବ। ଯଦି କୌଣସି ବ୍ୟକ୍ତି ଟେନସନରେ ଫସି ରହିଛି ଏବଂ ତାର ଖରାପ ଅଭ୍ୟାସ ଯାଉନାହିଁ ତେବେ ସେ ମଧ୍ୟ କଳା ସୂତା ବାନ୍ଧିବା ଉଚିତ। ଅଜାଣତରେ ବିନା କୌଣସି ବିଧିରେ କଳା ସୂତା ବାନ୍ଧିଲେ ଏହା ଅଶୁଭ ଫଳ ଦେଇଥାଏ। ଏହା ଦ୍ୱାରା ନକାରାତ୍ମକ ଶକ୍ତି ଆକର୍ଷିତ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କଳା ସୂତା ବାନ୍ଧିବା ପାଇଁ ଶନିବାର ଦିନ ହିଁ ସର୍ବୋତ୍ତମ ହୋଇଥାଏ। ଶନିବାର ଦିନ କଳା ସୂତା ଆଣିକି ତାହାକୁ ସର୍ବପ୍ରଥମେ ଶନି ମନ୍ଦିରକୁ ଯାଇକି ଶନିଦେବଙ୍କ ଚରଣରେ ରଖିକି ପ୍ରାର୍ଥନା କରିକି ସେଥିରେ 7ଟି ଗଣ୍ଠି ପକାନ୍ତୁ। ଏହାପରେ ତାହାକୁ ଧାରଣ କରି ଶନିଦେବଙ୍କ ମନ୍ତ୍ରର 108 ଥର ଜପ କରନ୍ତୁ। ଶନିଦେବଙ୍କ ମନ୍ତ୍ର ଆପଣ
ତାକୁ ଧାରଣ କରିବା ବେଳକୁ 108 ଥର ଜପ କରିବେ, ତାପରେ ଧାରଣ କରିବେ। ଏହାଦ୍ୱାରା ଏହି ସୂତା ପ୍ରଭାବଶାଳୀ ହୋଇଥାଏ। ଯଦି ଜୀବନରେ ଆର୍ଥିକ ସମସ୍ୟା ରହିଛି, ତେବେ ଶନିବାର ଦିନ ଡାହାଣ ଗୋଡ଼ରେ କଳା ସୂତା ବାନ୍ଧିବା ଉଚିତ। ଏହାଦ୍ୱାରା ଜୀବନରେ ସୁଖ ସମୃଦ୍ଧି ଆସିଥାଏ ଏବଂ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ। ଯଦି କୌଣସି ବ୍ୟକ୍ତିକୁ ପେଟ ସମ୍ବନ୍ଧୀୟ ସମସ୍ୟା ରହିଛି, ତେବେ ସେହି ବ୍ୟକ୍ତି କଣ କରିବେ ନା ଗୋଡ଼ ଆଙ୍ଗୁଠିରେ କଳା ସୂତାଟା ବାନ୍ଧିବେ। ଖାସ୍ କରିକି ମହିଳାମାନେ ନିଜ ଗୋଡ଼ ଆଙ୍ଗୁଠିରେ କଳା ସୂତା ବାନ୍ଧିବା ଉଚିତ। ଏହାଦ୍ୱାରା ବୈବାହିକ ଜୀବନରେ ଚାଲିଥିବା ସମସ୍ୟାର ସମାଧାନ ହୋଇଯିବ।